ଚିଠି ସେ କିଛି ଦେଇନାହାନ୍ତି। ସେ ତାଙ୍କର ମନମୁଖୀ ଭାବରେ ଜବରଦସ୍ତି ଗୁଣ୍ଡାରାଜ କରିକିରି ଏଲଏନଟି କର୍ତ୍ତୃପକ୍ଷ କରୁଛି। ଆଜ୍ଞା ହେଲା। ଆଜ୍ଞା ହ୍ୟାଲୋ। ନମସ୍କାର, ମୁଁ ହଁ କୈଳାସ କହୁଥିଲି, କଣିହା ବ୍ଲକ ସ୍ୱତନ୍ତ୍ର ଓଡିଶା ଲାଇଭ୍ ରିପୋର୍ଟର। ଇଏ ଆପଣ ଯୋଉ ଆମର ସମଲ ବ୍ୟାରେଜ ରୁ ଯୋଉ କେନାଲ ଟି ଦେଇକି ଯାଇଛି ଆମର କଟକ ଯୋଉ ଯାଇଛି ଢେଙ୍କାନାଳ ଦେଇ ରାଇଟ କେନାଲ। ରାଇଟ କେନାଲ ଟି, ଆଜ୍ଞା ସେଟା ଆଜ୍ଞା ଆମର ହରିହରପୁର ପଞ୍ଚାୟତ ଏକ ଘରିଆ ନିକଟରେ ଏକ ଆବର୍ଜନା ମାଟି ପକେଇକି ଯାହାକୁ ବନ୍ଦ ରଖାଯାଇଛି। ଆଜ୍ଞା ଆଜ୍ଞା। ଇଏ ବନ୍ଧ କରିବା ପାଇଁ ଆପଣଙ୍କୁ ଆଗରୁ ସୂଚନା ଦିଆ ହେଇଥିଲା? କିଛି ଖବର ଆପଣଙ୍କ ପାଖରେ ପହଞ୍ଚିଥିଲା? ନାଇଁ ନାଇଁ ଆଜ୍ଞା, ଇଏ ଯୋଉ ଟିଟିପିଏସ୍ ରୁ ଯୋଉ ପାଇପ ଲାଇନ ଯାଉଛି ପାଣି, ଆଜ୍ଞା ଏଲଏନଟି କାମ ନେଇଛି। ଆଜ୍ଞା ଏଲଏନଟି କର୍ତ୍ତୃପକ୍ଷ ଆମକୁ ଜଣେଇ ନାହାନ୍ତି କି କିଛି ସେ ଗ୍ରାମବାସୀ କି ବି ଜଣେଇ ନାହାନ୍ତି, ପଞ୍ଚାୟତ କୁ ବି ଜଣେଇ ନାହାନ୍ତି, ତାଙ୍କ ପାଖରୁ ଏନଓସି ବି ନେଇନାହାନ୍ତି। ଆଜ୍ଞା ସେ ବେଆଇନ ଭାବରେ ଗୋଟେ ମାନେ ତାକୁ ତ କୁହାଯିବନି ବାଲି ବନ୍ଧ କୁହାଯାଇ ପାରିବନି, ସେ ହେଠି ଲୁହା ପଥର ଗୁଣ୍ଡ, ଆଜ୍ଞା ଯାହାକି ଆସ ଗୁଣ୍ଡ ଆଉ ଲୁହା ପଥର ଗୁଣ୍ଡ ଆମେ ଶୁଣିବାକୁ ପାଇଲୁ। ଆମର ସେଠିକାର ଯିଏ ୱାର୍ଡ ମେମ୍ବର ଆଜ୍ଞା ସେ ଆମକୁ ଜଣେଇଥିଲେ, ଆମେ ତୁରନ୍ତ ଯାଇକିରି ଜାଗା ସ୍ଥଳରେ ପହଞ୍ଚିଥିଲୁ। ସରପଞ୍ଚ ଆମର ମ୍ୟାଡାମ ଆସିଥିଲେ, ମୁଁ ଯାଇଥିଲି ଏବଂ ଗ୍ରାମବାସୀଙ୍କ ମିଳିତ ଇଏରେ ଦେଖିଲୁ ଯେ ଏଠି ମାନେ ବେନିୟମ ଭାବରେ ଆଜ୍ଞା ସେଠି ଆସ ଗୁଣ୍ଡ ପକେଇକିରି ଲୁହା ପଥର ଗୁଣ୍ଡ ପକେଇକି ବାଲି ଯୋଉ ବନ୍ଧ କରିଛନ୍ତି, ତାକୁ ଆମେ ତୁରନ୍ତ ବନ୍ଦ କଲୁ। ବନ୍ଦ କରିବା ଫଳରେ ଟିଟିପିଏସ୍ ର ଆମର ସେ ଆସିଥିଲେ, ତାଙ୍କର ଏଜିଏମଏଚଆର ଆଜ୍ଞା ଆଉ ତାଙ୍କର ଏଚଆର ବି ଆସିଥିଲେ। ଆଜ୍ଞା ଯୋଗାଯୋଗ କରିଥିଲୁ। ତାପରେ ଆମର ସେ ଏଲଏନଟି କର୍ତ୍ତୃପକ୍ଷ ବି ଆସିଥିଲେ, ତାଙ୍କୁ ବି ପଚାରିଥିଲୁ। ଆଜ୍ଞା ପଚାରିଥିଲୁ, ସେ କହିଲେ ଆମର ଏଇଟା ନିୟମ ଅଛି। ମୁଁ କହିଲି ନିୟମ ଯଦି ଅଛି ତ ଆପଣଙ୍କର ଯେ ମାନେ ଲୁହା ପଥର ଆସ ଗୁଣ୍ଡ ପକେଇ ଯଦି ବନ୍ଧ କରିବ ନିୟମ ଅଛି, ଆଜ୍ଞା ତାହେଲେ ଆପଣ ଦେଖାନ୍ତୁ ସେ କିଏ ଦେଇଛନ୍ତି, ଚିଫ ଇଞ୍ଜିନିୟର ଦେଇଛନ୍ତି କି ଏସସି ଦେଇଛନ୍ତି କି ଏସଟିଓ ଦେଇଛନ୍ତି, କିଏ ପରମିସନ ଦେଇଛନ୍ତି ଦେଖାନ୍ତୁ। ସେଠୁ ଆଉ ଦେଖେଇ ପାରିଲେ ନାହିଁ। ଆଜ୍ଞା ତେଣୁକରି ଆମେ ତୁରନ୍ତ ତାକୁ ବନ୍ଦ କଲୁ। ବନ୍ଦ କରିକିରି ଏପର୍ଯ୍ୟନ୍ତ ବି ବନ୍ଦ ଅଛି। ସାର୍ ସେ ସେଠାରେ ବନ୍ଧ କରିବା ପାଇଁ କିଛି ଚିଠି ଥିଲା? ଆପଣଙ୍କୁ କିଛି ହସ୍ତଗତ ହେଇଛି ସେମିତି ଚିଠି? ନା ନା ନା, ଚିଠି ଫିଠି ସେ କିଛି ଦେଇନାହାନ୍ତି। ସେ ତାଙ୍କର ମନମୁଖୀ ଭାବରେ ଜବରଦସ୍ତି ଗୁଣ୍ଡାରାଜ କରିକିରି ଏଲଏନଟି କର୍ତ୍ତୃପକ୍ଷ କରୁଛି। ଆଜ୍ଞା ହେଲା। ଆଜ୍ଞା ତାପରେ ଏଇଟା ଉପଜିଲ୍ଲାପାଳକୁ ମଧ୍ୟ ଫୋନ କରିଥିଲୁ। ଫୋନ ମାଧ୍ୟମରେ ବି କଥା ହେଇଛୁ। ତହସିଲଦାରଙ୍କ ସହିତ ବି କଥା ହେଇଛୁ। ଆଜ୍ଞା କଥା ହେଇକିରି ତାପରେ ସେ କଣ କାର୍ଯ୍ୟାନୁଷ୍ଠାନ କରିବେ ବୋଲି କହିଥିଲେ। ଆଜ୍ଞା, ଏନେଇ ଯୋଉ କେନାଲ ରେ ମୁଖ୍ୟ ଦାୟିତ୍ୱରେ ଥିବା ଯୋଉ ଯନ୍ତ୍ରୀକୁ ବି ଆମେ ସେଠାରେ ପହଞ୍ଚି କଲ କରିଥିଲୁ, କିନ୍ତୁ ମୁଖ୍ୟ ଆଜ୍ଞା ଯନ୍ତ୍ରୀ କହିଥିଲେ, ମନ୍ତ ଦେଇଥିଲେ ଯେ ଛୋଟ କଥାକୁ ଆପଣ କାହିଁ ବଡ କରୁଛନ୍ତି। ସେଟା ଆଜ୍ଞା ଛୋଟ କଥା କି? ଆଜ୍ଞା, ଛୋଟ କଥା ଜଣେ ଯଦି ମୁଖ୍ୟ ଯନ୍ତ୍ରୀ ଏଇଭଳିଆ ମନ୍ତବ୍ୟ ଦେବେ, ଏଇଟା ବଡ ହାସ୍ୟାସ୍ପଦ କଥା। ବୁଝିପାରିଲେ କି ନାଇଁ? ଆଜ୍ଞା ଯେହେତୁ ସେଠି ଲୋକମାନେ ପାନୀୟ ଜଳ କୋଉ ଭଳିଆ ସମସ୍ୟା, କଣିହା ବ୍ଲକ ଖଣି ଖାଦାନ ଏରିଆ, ଆଜ୍ଞା ସମଲ ଜଳଭଣ୍ଡାରରୁ ପାଣି ଯାଉଛି ଅପ ଟୁ କଟକ ଯାକେ। ଆମେ ସମଲ ଜଳଭଣ୍ଡାର ତଳେ ଥାଇକିରି ବି ଆମେ ପାଣି ଟୋପେ ପାଇ ପାରୁନୁ। ପାନୀୟ ଜଳ ପାଇଁ କେନାଲ କୁ ଆମେ ଆଶା କରିକି ରହୁଛୁ। ଆଜ୍ଞା ଗାଈ ଗୋରୁ ସେଠି ପାଣି ପିଇ ପାରୁନାହାନ୍ତି। ଯୋଉ ଭଳିଆ ଗାଈ ଗୋରୁ, ଯୋଉ ଭଳିଆ ପାଣିର ଏବେ ଅବସ୍ଥା, ଚାଷ ପାଇଁ ବି ସେ ପାଣି ଉପଯୋଗୀ ବି ନୁହେଁ। ଯୋଉ ଭଳିଆ ଅବସ୍ଥା ବର୍ତ୍ତମାନ, ଖାଲି ପାଣିରେ ବର୍ତ୍ତମାନ ତେଲ ଭାସୁଛି, ଆଇରନ ଗୁଣ୍ଡ। ଆଜ୍ଞା ବୁଝିପାରିଲେ କି ନାଇଁ? ସାରେ, ଏ କଥା ଯେତେବେଳେ ଆମେ ପଚାରୁଥିଲୁ, ସେ ଏକ ତାତ୍ସଲ୍ୟ କରିକି ଏକ କଥାକୁ ଆଡେଇ ଦେଇଥିଲେ, ଏକ ମନ୍ତବ୍ୟ ଦେଇଥିଲେ ଯେ ଆପଣ ପ୍ରଥମେ ତାଳଚେର ମ୍ୟୁନିସିପାଲିଟି ଏବଂ ଅନୁଗୁଳ ମ୍ୟୁନିସିପାଲିଟିରେ ଯୋଉ ପାଣି ଆସୁଛି ଆବର୍ଜନା ପାଣି, ତାକୁ କପଡା ମଧ୍ୟ ପକାଉଛି, ପ୍ରଥମେ ତାଙ୍କୁ ବନ୍ଦ କରା ନଉ। ଆଜ୍ଞା, ଏ ନେଇ ଆପଣ କଣ କହିବେ? ଦେଖନ୍ତୁ ଆଜ୍ଞା, ମ୍ୟୁନିସିପାଲିଟି ଏରିଆରେ ସେ ବାଇପାସ ରୋଡ ଯାହା ବି ପାଣିର ଆବର୍ଜନା ହେଇଛି ଆମେ ବି ଜାଣି ପାରିଛୁ। କିନ୍ତୁ ସମଲଠୁ ଯୋଉ ଜଳଭଣ୍ଡାର ରାଇଟ କେନାଲ ଦେଇକିରି ଯାଉଛି ଅପ ଟୁ ଗୁରୁଜାଙ୍ଗ ପର୍ଯ୍ୟନ୍ତ ପାଣି ଲୋକମାନେ ଉପଯୋଗୀ କରୁଥାନ୍ତି। ଆଜ୍ଞା ସେ ଚାଷ ଜମି ହଉ କିମ୍ବା ଆମର ଘରୋଇ କାର୍ଯ୍ୟରେ ପାଣି ମଧ୍ୟ ବି ଲଗେଇ ପାରୁଛନ୍ତି। ତାପରେ ଗାଈ ଗୋରୁ ସେଠି ଚଳପ୍ରଚଳ, ଗାଈ ଗୋରୁ ବି ପିଉଛନ୍ତି। ବୁଝିପାରିଲେ କି ନାଇଁ? ଆଜ୍ଞା ମ୍ୟୁନିସିପାଲିଟି ଏରିଆରେ ସେଇ ଜାଗାଟା, ସେଠି ମ୍ୟୁନିସିପାଲିଟି ଏରିଆରେ ସେଇ ଜାଗାଟା ଯାହା ଇଏ ହେଇଛି।
ଆଜ୍ଞା ମୋରଜାଙ୍ଗ ସିରିଗିଡା ପର୍ଯ୍ୟନ୍ତ ବି ପାଣି ଆମର ଲୋକମାନେ ପାଇପାରୁଛନ୍ତି। ଆଜ୍ଞା ମୁଖ୍ୟ ଯନ୍ତ୍ରୀ ନିଜ ଭୁଲକୁ ଅନ୍ୟ ଆଡେ ମାନେ ଇଏ ଅନ୍ୟକୁ ପହଞ୍ଚେଇବା ଏଇଟା ଆଜ୍ଞା ଆପଣ ଏଇ ବିଷୟରେ କଣ କହିବେ? ଯେହେତୁ ଆମେ ପଚାରୁଥିଲୁ ମୁଖ୍ୟ ଯନ୍ତ୍ରୀକୁ ଯେ କାହିଁକି ନିର୍ମାଣ କଲାଗଲା ଗୋଟେ ବେଆଇନ ଭାବରେ ଆଉ ଆବର୍ଜନା ମାଟି ଏବଂ ପାଉଁଶ, କିନ୍ତୁ ସେ ଆପଣଙ୍କ ସେ କଥା ନ କହିକିରି ସେ ଅନ୍ୟ କଥା କହିଦେଲେ ଯେ ଆପଣ ପ୍ରଥମେ ସେ ମ୍ୟୁନିସିପାଲିଟି ଦେଖନ୍ତୁ। ଆଜ୍ଞା ଏ କଥାରେ କାହିଁକି କହିଲେ? ଆପଣ କଣ କହିବେ ତାଙ୍କୁ କି ନେଇକି ଏଇ କଥା ବିଷୟରେ? ମୁଖ୍ୟ ଯନ୍ତ୍ରୀଙ୍କୁ ଆମେ ନିବେଦନ କରୁଛୁ ଆପଣଙ୍କ ମାଧ୍ୟମରେ, ସେ ଆସିକି ସମଲ ଏରିଆରେ ଯୋଉ ଆମର ଖଣି ଖାଦାନ ଏରିଆ ଯୋଉ ଆମର L&T କର୍ତ୍ତୃପକ୍ଷ ଯୋଉ କରୁଛି ପାଇପଲାଇନ, ଆଜ୍ଞା ସେ ଆସିକିରି ଦେଖିକରି ଯାଆନ୍ତୁ କୋଉ ଭଳିଆ ସେ ବନ୍ଧ ବାନ୍ଧିଛି, ତାର ନିୟମ କଣ ଅଛି। ବାଲି ବସ୍ତାରେ ବନ୍ଧ ନିୟମ କରିବା କଥା, ଆଜ୍ଞା ବାଲି ବସ୍ତା ଦେଇକି ବନ୍ଧ ନିର୍ମାଣ କରିବା କଥା। ସେ ଆସ୍ ଗୁଣ୍ଡ ଲୁହା ଗୁଣ୍ଡ ଆଣିକି ଯୋଉ ବନ୍ଧ କରୁଛି, ସେ ଆସିକି ଦେଖିକି ଯାଆନ୍ତୁ। ଆମେ ତ ତାଙ୍କୁ ଆହ୍ୱାନ କରୁଛୁ, ଆମେ ଫୋନ କରିଥିଲୁ ଯେ ସେ ଫୋନ ବି ଉଠେଇଲେନି ମୁଖ୍ୟ ଯନ୍ତ୍ରୀ। ଆଜ୍ଞା ଆପଣଙ୍କ ମାଧ୍ୟମରେ ଆମେ ଜଣାଉଛୁ, ଆପଣ ସେ ଆସନ୍ତୁ, ସେ ଏସି ଆସନ୍ତୁ, ମୁଖ୍ୟ ଯନ୍ତ୍ରୀ ଆସନ୍ତୁ, ସେ ତାଙ୍କ SDO ଆସନ୍ତୁ, ତାଙ୍କ ଡିପାର୍ଟମେଣ୍ଟ ଆସିକି ଦେଖିକି ଯାଆନ୍ତୁ। ଏଠି ଚାଷ ବି ହେଇପାରୁନି। ରାଇଟ କେନାଲ ହେଇଥିଲା ଚାଷ ପାଇଁ, ଆଜ୍ଞା ବୁଝିପାରିଲେ ନାଇଁ, ରାଇଟ କେନାଲ ହେଇଥିଲା ଚାଷ ଉପଯୋଗୀ ପାଇଁ। ଆମେ ଏଠି ସମଲ ବ୍ୟାରେଜରୁ ପାଣି ଦଉଛୁ, ଅଥଚ ଆମ ଦୀପ ତଳ ଅନ୍ଧାର, ଆଜ୍ଞା ଆମେ ଚାଷ କରିପାରୁନୁ। ଆଜ୍ଞା ରାଇଟ କେନାଲ ହେଇଥିଲା ଚାଷ ପାଇଁ। ଆଜ୍ଞା ନା ଆପଣଙ୍କୁ ଲାଗୁଛି କି ମୁଖ୍ୟ ଯନ୍ତ୍ରୀ କିଛି ନିଅଣ ଦିଅଣ କାରବାର କରିକି ଏ ସବୁ ଭାବେ ଚଲଉଛନ୍ତି ବୋଲି? ସେଟା ଆମ ପାଖରେ ଖବର ନାହିଁ। ଆଜ୍ଞା ସେ କଣ ହେଇଛି କଣ ନାହିଁ ସେଟା ଆମେ ମନ୍ତବ୍ୟ ଦେବା ଠିକ ନୁହେଁ। ସେ କଣ ହେଇଛି ସେ ତାଙ୍କର ଆସିକିରି ଦାୟିତ୍ୱ ନେଇକି ଦେଖନ୍ତୁ। ଯେହେତୁ ଜଣେ ମୁଖ୍ୟ ଯନ୍ତ୍ରୀ, ଏତେ ବଡ ଅଫିସର, ଆମର କହିବାଟା ଇଏ ନାହିଁ। ସେ ଆସିକିରି ଫିଲ୍ଡ ଉପରକୁ ଆସନ୍ତୁ, ଦେଖିକି ଯାଆନ୍ତୁ, ଏତିକି ନିବେଦନ। ଆଜ୍ଞା ଧନ୍ୟବାଦ ସାର୍। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।